ମୁଁ ଆଜି ଆପଣମାନଙ୍କୁ ଢାବା ଷ୍ଟାଇଲ୍ ବୁଟ ଡାଲି ଅଣ୍ଡା ତଡ଼କା ବନେଇକି ଦେଖେଇବି। ଆପଣ ଏହି ବୁଟ ଡାଲି ଅଣ୍ଡା ତଡ଼କାକୁ ଘରେ ଥିବା ଜିନିଷରେ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ରୁଟି, ପରଟା କି ନାନ୍ ସହିତ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ବୁଟ ଡାଲି ଅଣ୍ଡା ତଡ଼କା ପାଇଁ ମୁଁ ଏଠି 2 କପ୍ ବୁଟ ଡାଲିକୁ ପାଣିରେ ଅଧ ଘଣ୍ଟେ ପାଇଁ ବତୁରେଇକି ରଖିଥିଲି। ବୁଟ ଡାଲିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ବୁଟ ଡାଲିକୁ ସିଝେଇବା, ସେଥିପାଇଁ ମୁଁ ଏଠି ଗୋଟେ ପ୍ରେସର କୁକରରେ 5 କପ୍ ପାଣି ନେଇଛି। ଏବେ ଆମେ ବୁଟ ଡାଲିକୁ ଭଲସେ ଧୋଇକି ପାଣିରୁ ଛାଣିକି ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କଲା ପରେ ପ୍ରେସର କୁକରର ଲିଡ୍ ବନ୍ଦ କରି ହାଇ ଫ୍ଲେମ୍ରେ ଗୋଟେ ସିଟି ଆଉ ଲୋ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଆମେ ଆକୁ କୁକ୍ କରିବା, ଯେମିତି ବୁଟ ଡାଲି ଭଲ ଭାବେ ସିଝିଯିବ କିନ୍ତୁ ବୁଟ ଡାଲି ଟିକେ ଗୋଟା ଗୋଟା ରହିବ। ତଡ଼କାରେ ପକାଇବା ପାଇଁ ମୁଁ ଏଠି 3ଟା ଅଣ୍ଡା ନେଇଛି। ଅଣ୍ଡାର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଅଣ୍ଡାକୁ ଫଟେଇକି ଗୋଟେ ବଡ଼ ବାଉଲରେ ନେଇଯିବା। ଏବେ ଆମେ ଅଣ୍ଡାରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ଅଣ୍ଡାକୁ ଭଲ ଭାବେ ଫେଣ୍ଟିକି ନେଇଯିବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହା ଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ପ୍ରେସର କୁକରରୁ 2ଟା ହୁଇସିଲ୍ ଆସିଲା ପରେ ମୁଁ ଇଣ୍ଡକ୍ସନ୍ ବନ୍ଦ କରିଦେଇଥିଲି। ପ୍ରେସର କୁକର ପୁରା ଭେପର ଗଲା ପରେ ମୁଁ ଏଠି ଲିଡ୍ ଖୋଲିଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ବୁଟ ଡାଲି ଏଠି ଭଲସେ ସିଝି ଯାଇଛି କିନ୍ତୁ ଗୋଟା ଗୋଟା ଅଛି। ବୁଟ ଡାଲିକୁ ଆପଣ ଏମିତି ସିଝେଇବେ। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ଆମେ ଯେଉଁ ଅଣ୍ଡାକୁ ଫେଣ୍ଟିକି ରଖିଥିଲେ ତାକୁ ଦେଇଦେବା। ଅଣ୍ଡା ଦେଲା ପରେ ଅଣ୍ଡାକୁ ମିଡ଼ିୟମ୍ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ କୁକ୍ ହେବାକୁ ଦେବା। 1ରୁ 2 ମିନିଟ୍ ପରେ ଆମେ ଅଣ୍ଡାର ଭୁର୍ଜି ବନେଇଦେବା। 1ରୁ 2 ମିନିଟ୍ ପର୍ଯ୍ୟନ୍ତ କୁକ୍ କଲା ପରେ ଅଣ୍ଡାକୁ ଭୁର୍ଜି ବନେଇଲେ ଭୁର୍ଜିର ଖଣ୍ଡ ଟିକେ ବଡ଼ ବଡ଼ ରହିଥାଏ। ତାପରେ ଆମେ এই ଅଣ୍ଡା ଭୁର୍ଜିକୁ ଲେଉଟେଇ ଲେଉଟେଇ କୁକ୍ କରିବା। ଆପଣଙ୍କୁ ଅଣ୍ଡା ଭୁର୍ଜି ଯେତିକି କୁକ୍ ହେଲେ ଖାଇବା ପାଇଁ ଭଲ ଲାଗିଥାଏ, ଆପଣ এই ଅଣ୍ଡା ଭୁର୍ଜିକୁ ସେ ପର୍ଯ୍ୟନ୍ତ କୁକ୍ କରିବେ। ଅଣ୍ଡା ଭୁର୍ଜି ଏଠି ଭଲସେ କୁକ୍ ହେଇଯାଇଛି। ଏବେ ଆମେ এই ଅଣ୍ଡା ଭୁର୍ଜିକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ମୁଁ ଏଠି ସେମ୍ କଡ଼େଇରେ ଆଉ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ 2ଟା ଶୁଖିଲା ଲଙ୍କା ଆଉ ଗୋଟେ ଛୋଟ ଚାମଚ ଜିରା ଦେଇଛି। ଜିରା ଶୁଖିଲା ଲଙ୍କା ଭଲସେ ଭାଜି ହୋଇଗଲା ପରେ ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ପିଆଜର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଏବେ ଆମେ ପିଆଜକୁ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜ ଏଠି ବଢ଼ିଆ ସେ ଭାଜି ହେଇଯାଇଛି। ତାପରେ ମୁଁ ଏଥିରେ ଅଦା ଆଉ ରସୁଣ ଛେଚା ଦେଉଛି। ମୁଁ ଏଠି 1 ଇଞ୍ଚର ଅଦା ଆଉ 7ରୁ 8 ପାଖୁଡ଼ା ରସୁଣକୁ ଛେଚିକି ପକାଇଛି। ଆପଣ ଚାହିଁଲେ ଅଦା ଆଉ ରସୁଣକୁ କାଟିକି ପକାଇ ପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆକୁ କଷିବା, ଯେମିତି ଅଦା ରସୁଣ ଛେଚାର କଞ୍ଚା ବାସ୍ନା ପଳାଇବ। ଆପଣ ଅଦା ରସୁଣ ପେଷ୍ଟ ଦେବେନି, ଏମିତି ଛେଚା ପକାଇବେ, ନହେଲେ କାଟିକି ପକାଇବେ। ଅଦା ରସୁଣ ଛେଚାର କଞ୍ଚା ବାସ୍ନା ଗଲା ପରେ ମୁଁ ଏଥିରେ କିଛି ଗୁଣ୍ଡ ମସଲା ଦେଇଛି। ଗୁଣ୍ଡ ମସଲାରେ ମୁଁ ଏଠି ଲଙ୍କା ଗୁଣ୍ଡ ଦେଇଛି, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ପକାଇଛି, 1 ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ଦେଇଛି ଆଉ 1 ଛୋଟ ଚାମଚ ମିଟ୍ ମସଲା ପକାଇଛି। ଆପଣ ଆ ଜାଗାରେ ଚିକେନ୍ ମସଲା ପକାଇ ପାରିବେ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ଏଥିରେ 3ରୁ 4 ଛୋଟ ଚାମଚ ପାଣି ଦେଇ ଆକୁ କଷିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳାଇବ। ଏଠି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳାଇଲାଣି। ଏବେ ମୁଁ ଏଥିରେ 1 ଛୋଟ ଚାମଚ କସୁରୀ ମେଥି ପକାଇଛି। ତାପରେ ମୁଁ ଏଥିରେ ଗୋଟେ ବଡ଼ ଟମାଟୋକୁ ଛୋଟ ଛୋଟ କରି କାଟିକି ଦେଇଛି। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଉଛି। ମସଲା ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଟମାଟୋ ଭଲ ଭାବେ ସଫ୍ଟ ହେଇଯିବ।
टमाटो एटी बढ़िया से सीझी गलानी। एबे आमे एथिरे जो अंडा भुर्जी को बने के रखिथिले ताकू देई दबा। एबे आमे सबको भल से मिक्स करी अंडा भुर्जी को मसला सहित 1 ରୁ 2 मिनिट पर्यंत कसिबा। एटी 1 ରୁ 2 मिनिट हे गलानी। एबे आमे एथिरे सिझे के रखिथिबा बुट डाली को देई दबा। एबे आमे सबको भल से मिक्स करी आमे को मीडियम फ्लेम रे 4 ରୁ 5 मिनिट पर्यंत कुक करिबा। आपण चाहिले आकु कभर करी कुक करि परिबे। जदि आपन को तड़का एटी बहलिया लागुथिबो ताले आपण एटी पानी देई परिबे। गरम पानी देबे, ठंडा पानी देबेनी। एटी 4 ରୁ 5 मिनिट हे गलानी। एबे आमे सबको आउ थरे भल भाबे मिक्स करि दबा। तापरे मु एथिरे गोटे छोटो चामच गरम मसला गुंड पकेइची। एबे आमे सबको आउ थरे भल भाबे मिक्स करी मीडियम फ्लेम रे 1 ରୁ 2 मिनिट पर्यंत कुक करिबा। एटी 1 ରୁ 2 मिनिट हे गलानी। एबे आमे सबको आउ थरे भल भाबे मिक्स करि दबा। आउ इंडक्शन बंद करि दबा। आपण चाहिले आ ऊपर किछि काटी के धनिया पत्र पकई परिबे। बुट डाली अंडा तड़का एटी रेडी हे जाईची। आपण ए रेसिपी को जगार देखुंत कमेंट सेक्शन में जनइबे। जदि आपन को ए रेसिपी भल लगी ताले को लाइक करेंगे। जदि चैनल को एपर्यंत सब्सक्राइब करना ताले सब्सक्राइब करने को जमार भूलें। फेसबुक रे देखुले फॉलो करने को जमार भूलें। थैंक यू फॉर वाचिंग।